ମୁଁ ସୁଜିତ ମୁଁ ସମସ୍ତଙ୍କୁ ସ୍ୱାଗତ କରୁଛି ଆଉ ଏକ ଭିଡ଼ିଓ ସହ, ଯାହାକି ଓଡ଼ିଶାରେ ଆଇନ ଅମାନ୍ୟ ଆନ୍ଦୋଳନ। ତ ଆମେ ସମସ୍ତେ ଜାଣିଛେ ଜାତୀୟ ସ୍ତରରେ ଆଇନ ଅମାନ୍ୟ ଆନ୍ଦୋଳନ ହୋଇଥିଲା, ଯାହାକି ସାବରମତୀ ଠାରୁ ଦାଣ୍ଡି ପର୍ଯ୍ୟନ୍ତ ଗାନ୍ଧିଜୀଙ୍କର ଦାଣ୍ଡି ଯାତ୍ରାର ପ୍ରତିଧ୍ୱନି ଶୁଣାଯାଇଥିଲା। ଦେଶର କୋଣ ଅନୁକୋଣରେ, ଓଡ଼ିଶା ମଧ୍ୟ ବାଦ୍ ପଡ଼ିନଥିଲା। ଓଡ଼ିଶା ଏକ ଉପକୂଳବର୍ତ୍ତୀ ରାଜ୍ୟ ଆମେ ସମସ୍ତେ ଜାଣିଛେ। ରାଜ୍ୟ ହୋଇଥିବାରୁ ଲବଣ ସତ୍ୟାଗ୍ରହ ଦ୍ୱାରା ଏହା ବିଶେଷ ଭାବରେ ପ୍ରଭାବିତ ହୋଇଥିଲା। ବଂଶାନୁକ୍ରମିକ ଭାବରେ ଓଡ଼ିଶାରେ ଅନେକ ଲୋକ ଲୁଣ ମାରି ଚଲୁଥିଲେ, ଜୀବିକା ଅର୍ଜନ କରୁଥିଲେ। ଆମେ ସମସ୍ତେ ଜାଣିଛେ ଉପକୂଳବର୍ତ୍ତୀ ଅଞ୍ଚଳ ବୋଲି। ପ୍ରାୟତଃ ଇଂରେଜ ସରକାରଙ୍କର ନିୟମ ଅନୁସାରେ ସେମାନେ ଏଥିରୁ କେବଳ ବଞ୍ଚିତ ହୋଇନଥିଲେ, ଅଧିକନ୍ତୁ କୌଳିକ ବୃତ୍ତି ଉପାର୍ଜନ ହରାଇ ଆର୍ଥିକ ଭାବେ ମଧ୍ୟ ଯଥେଷ୍ଟ କ୍ଷତିଗ୍ରସ୍ତ ହୋଇଥିଲେ। ଓଡ଼ିଆଙ୍କ ଏହି ଦୟନୀୟ ଅବସ୍ଥାକୁ ବ୍ୟାସକବି ଫକୀରମୋହନ ଚିତ୍ରିତ କଲେ ତାଙ୍କ ଉତ୍କଳ ଭୂମି କବିତାରେ। ସେ ଲେଖିଛନ୍ତି, ଓଲି ତଳେ ଲୁଣ ଗୋଟିଏ ମହଣ, ଥାଉ ମୋର କଥା ଶୁଣ, ବୋଇଲେ କି ହେବ ଖାଇବୁ ହେବ, ଲିଭରପୁଲର ଲୁଣ। ତ ଗାନ୍ଧିଜୀଙ୍କର ଲବଣ ଆଇନ ଭଙ୍ଗ ଡାକରା ଯେପରି ଉନ୍ମାଦିତ କରିଥିଲା ଓଡ଼ିଶାବାସୀଙ୍କୁ। ଇଞ୍ଚୁଡ଼ି, କାକଟପୁର, ଗଞ୍ଜାମ ଆଦି ସ୍ଥାନରେ ଆଇନ ଅମାନ୍ୟ ଆନ୍ଦୋଳନ ବିଶେଷ ଭାବରେ ସକ୍ରିୟ ଓ ଫଳପ୍ରସୂ ହୋଇଥିଲା। ତ ଇଞ୍ଚୁଡ଼ି, କାକଟପୁର, ଗଞ୍ଜାମ ଆଦି ବିଶେଷ ଭାବରେ ପ୍ରଭାବିତ ହୋଇଥିଲା ଏହି ଅଞ୍ଚଳଗୁଡ଼ିକ, ଏହି ଗାନ୍ଧିଜୀଙ୍କର ଲବଣ ଆଇନ ବା ଆଇନ ଅମାନ୍ୟ ଆନ୍ଦୋଳନ ଆମେ ଯାହାକୁ କହୁ। ତ ଇଞ୍ଚୁଡ଼ି ସତ୍ୟାଗ୍ରହ, ତ ଗୁଜରାଟର ଦାଣ୍ଡି ପରେ ସମଗ୍ର ଭାରତରେ ଦ୍ୱିତୀୟ ସ୍ଥାନ ଅଧିକାର କରିଥିଲା ଓଡ଼ିଶାର ଇଞ୍ଚୁଡ଼ି ଲବଣ ସତ୍ୟାଗ୍ରହ। ଲବଣ ସତ୍ୟାଗ୍ରହ ନିମନ୍ତେ ବାଲେଶ୍ୱର ଜିଲ୍ଲା ଇଞ୍ଚୁଡ଼ିରୁ ମନୋନୀତ କରାଯାଇଥିଲା। ବାଲେଶ୍ୱରରେ କଂଗ୍ରେସ କର୍ମୀ କିଏ ଥିଲେ ନା ହରେକୃଷ୍ଣ ମହତାବ, ସୁରେନ୍ଦ୍ରନାଥ ଦାସ ଅକ୍ଲାନ୍ତ ପରିଶ୍ରମ କରି ସେଠାରେ ସତ୍ୟାଗ୍ରହୀକୁ ଏକଜୁଟ କରିଥିଲେ। ଗାନ୍ଧିଜୀ ଏପ୍ରିଲ 6ରେ ଦାଣ୍ଡି ଯାତ୍ରା ଲବଣ ଆଇନ ଭଙ୍ଗ କରିଥିଲେ। ତେଣୁ ଓଡ଼ିଶାରେ ମଧ୍ୟ ଏହି ଦିନ 21 ଜଣ ସତ୍ୟାଗ୍ରହୀ କଟକ ସରାଇ ଆଶ୍ରମ ଇଞ୍ଚୁଡ଼ି ଅଭିମୁଖେ ଆରମ୍ଭ କରିଥିଲେ ପଦଯାତ୍ରା। ଏହି ଦଳର ନେତୃତ୍ୱ ନେଇଥିଲେ କିଏ? ଗୋପବନ୍ଧୁ ଚୌଧୁରୀ ଏବଂ ଆଚାର୍ଯ୍ୟ ହରିହର। ତ ମାନେ ଏଟିକେ ମନେ ରଖିଦେବ ଯେ ଗୋପବନ୍ଧୁ ଚୌଧୁରୀ ଏବଂ ଆଚାର୍ଯ୍ୟ ହରିହର ଏଥିର ନେତୃତ୍ୱ ନେଇଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ କ'ଣ ହେଇଛି, ଗୋପବନ୍ଧୁ ଚୌଧୁରୀ ଗିରଫ ହୋଇଯାଇଛନ୍ତି ଏବଂ ଆଚାର୍ଯ୍ୟ ହରିହର ଏଥିର ନେତୃତ୍ୱ ନେଇଛନ୍ତି। ଏହା ପୂର୍ବରୁ ସୁଦର୍ଶନ ପ୍ରହରାୟ, ନାରାୟଣ ଦାସ, ଗୋକୁଳାନନ୍ଦ ବେହେରା ସମେତ ଅନେକ କର୍ମୀ 31 ମାର୍ଚ୍ଚ ବାଲେଶ୍ୱର ଯାତ୍ରା କରିଥିଲେ ଜନସାଧାରଣଙ୍କୁ ଲବଣ ସତ୍ୟାଗ୍ରହ ମହତ୍ତ୍ୱ ବୁଝାଇବା ନିମନ୍ତେ। ତ ଏପ୍ରିଲ 8 ତାରିଖରେ ଗୋପବନ୍ଧୁ ଚୌଧୁରୀଙ୍କୁ ଗିରଫ କରାଯାଇଛି। ତେଣୁ ତାଙ୍କ ପରେ ଆଚାର୍ଯ୍ୟ ହରିହର ଏହାର ନେତୃତ୍ୱ ନେଇଛନ୍ତି, ଯାହାକି ପୂର୍ବରୁ ମଧ୍ୟ ମୁଁ କହିସାରିଛି। ଏବଂ କଟକରୁ ଯାତ୍ରା ଆରମ୍ଭ କରିବା ସମୟରେ ରମାଦେବୀ, ମାଳତୀ ଦେବୀ ପ୍ରଭୃତି ନାରୀ କର୍ମୀ ମଧ୍ୟ ଚନ୍ଦନ ସିନ୍ଦୁର ତଥା ପୁଷ୍ପମାଳ ଦେଇ ସତ୍ୟାଗ୍ରହୀଙ୍କୁ ବିଦାୟ ଦେଇଥିଲେ। ଏପ୍ରିଲ 12 ତାରିଖରେ ସତ୍ୟାଗ୍ରହୀମାନେ ବାଲେଶ୍ୱରରେ ପହଞ୍ଚି ସେଠାରୁ ଇଞ୍ଚୁଡ଼ି ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲେ ଏବଂ ଯାତ୍ରା ପଥର ବିଭିନ୍ନ ସ୍ଥାନରେ ସମାବେତ ଜନସଂଘ ହୁଳାହୁଳି ମାଧ୍ୟମରେ ଉଚ୍ଛ୍ୱସିତ ଓ ସମ୍ବର୍ଦ୍ଧନା ଜଣାଇଥିଲେ ସତ୍ୟାଗ୍ରହୀମାନଙ୍କୁ। ସମସ୍ତେ ସମ୍ବର୍ଦ୍ଧନା ଜଣାଇଥିଲେ ସେହି ସତ୍ୟାଗ୍ରହୀମାନଙ୍କୁ। ଇତିମଧ୍ୟରେ ରମାଦେବୀ, ମାଳତୀ ଦେବୀ, କୋକିଳ ଦେବୀ, ଜାହ୍ନବୀ ଦେବୀ, ସୁଭଦ୍ରା ମହତାବ ଆଦି ନାରୀ ମଧ୍ୟ ପଦାର୍ପଣ କରିଥିଲେ ଇଞ୍ଚୁଡ଼ି ଅଭିମୁଖେ। ତୁମେମାନେ ଦେଖିପାରୁଥିବ ଏଠାରେ ଗୋପବନ୍ଧୁ ଚୌଧୁରୀଙ୍କ ଫଟୋଚିତ୍ର ତଥା ଆଚାର୍ଯ୍ୟ ହରିହରଙ୍କର ଫଟୋଚିତ୍ର। ଏପ୍ରିଲ 13 ତାରିଖରେ ଆଚାର୍ଯ୍ୟ ହରିହର ଇଞ୍ଚୁଡ଼ିଠାରେ ସମୁଦ୍ର କୂଳରୁ ଲବଣଯୁକ୍ତ ମାଟି ଧରି ଲବଣ ଆଇନ ଭଙ୍ଗ କରିଥିଲେ। କିଏ? ନା ଆଚାର୍ଯ୍ୟ ହରିହର। କେଉଁଠାରେ? ନା ଇଞ୍ଚୁଡ଼ିଠାରେ। କେବେ? ନା ଏପ୍ରିଲ 13 ତାରିଖରେ। ସଙ୍ଗେ ସଙ୍ଗେ ଆଚାର୍ଯ୍ୟ ହରିହର ଓ ତାଙ୍କର 7 ଜଣ କର୍ମୀ ଗିରଫ ହୋଇଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ସତ୍ୟାଗ୍ରହୀମାନେ ଅପୂର୍ବ ଉନ୍ମାଦନାରେ ମାତିଥିଲେ ଲୁଣ ମାରିବାରେ। ଏହାପରେ ରମାଦେବୀ, ମାଳତୀ ଦେବୀ ନେତୃତ୍ୱରେ ବହୁ ନାରୀ ଏପ୍ରିଲ 20 ତାରିଖରେ ଲବଣ ଆଇନ ଭଙ୍ଗ କରିଥିଲେ। ସତ୍ୟାଗ୍ରହୀ ବିଭିନ୍ନ ଦଫାରେ ଇଞ୍ଚୁଡ଼ି ଲୁଣ ମାରିବା ସରକାରୀ ରୋଷାଗ୍ନିର ଶିକାର ହୋଇଥିଲେ। କଟକରୁ ଲୌହସ୍ତମ୍ଭ ବାହିନୀ, ପୁରୀରୁ ପିତ୍ତବାସନ ବାହିନୀ, ଗଞ୍ଜାମରୁ ଗଞ୍ଜାମ ବାହିନୀ, ସମ୍ବଲପୁରରୁ ସମ୍ବଲପୁର ବାହିନୀ ଆଦି ବିଭିନ୍ନ ବାହିନୀ ଇଞ୍ଚୁଡ଼ିରେ ପର୍ଯ୍ୟାୟକ୍ରମେ ଲବଣ ଭଙ୍ଗ କରିଥିଲେ। ଭିନ୍ନ ଭିନ୍ନ ସ୍ଥାନରୁ ଯାଇଥିଲେ ଏବଂ ସେମାନେ କ'ଣ କରିଥିଲେ ନା ଲବଣ ଆଇନକୁ ଭଙ୍ଗ କରିଥିଲେ। ସତେ ଯେପରି ଇଞ୍ଚୁଡ଼ି ପାଲଟି ଯାଇଥିଲା ଦ୍ୱିତୀୟ ଦାଣ୍ଡି ସତ୍ୟାଗ୍ରହର ପରମ ତୀର୍ଥଭୂମି। ତ କେତେ ଦୂର ପର୍ଯ୍ୟନ୍ତ ଏହି ଆନ୍ଦୋଳନ ପ୍ରସାର ହୋଇଥିଲା? ଇଞ୍ଚୁଡ଼ିରେ ଲବଣ ଆଇନ ଭଙ୍ଗ ଯେପରି ସତ୍ୟାଗ୍ରହୀକୁ ଯୋଗ ଦେଇଥିଲା ଅଫୁରନ୍ତ ଉତ୍ସାହ ଭରି ଦେଇଥିଲା। ଇଞ୍ଚୁଡ଼ି ପରେ ବାଲେଶ୍ୱର ଜିଲ୍ଲାର ସାର୍ଥା, ଜାକୁଣ୍ଡା
ଜାମକୁଣ୍ଡା, ଇରମ, ଚୂଡ଼ାମଣି, ବିଦେହୀପୁର ଆଦି 21ଟି କେନ୍ଦ୍ରରେ ଲବଣ ଆଇନ ଭଙ୍ଗ କରାଯାଇଥିଲା। କଟକ ଜିଲ୍ଲାର କୁଜଙ୍ଗ ହୋଇଥିଲା ଲବଣ ସତ୍ୟାର ଅନ୍ୟ ଏକ କେନ୍ଦ୍ର। ତୁମମାନଙ୍କର ପ୍ରଶ୍ନ ଆସେ କୁଜଙ୍ଗର ରାଣୀ ଭାଗ୍ୟ ପାଟ ମହାଦେଇ, ଏଥିରୁ ତୁମମାନଙ୍କର ପ୍ରଶ୍ନ ଆସେ କିଏ ନେତୃତ୍ୱ ନେଇଥିଲେ, ତାଙ୍କର ରାଣୀ କିଏ ଥିଲେ ବୋଲି ଆସିଥିଲା ତୁମମାନଙ୍କର ଥରେ ପ୍ରଶ୍ନ ହେଲା। ତ ଏହା ଥିଲା ତା'ର ପ୍ରସାର ବହୁତ ଦୂର ପର୍ଯ୍ୟନ୍ତ ଯାଇଥିଲା। କଟକ ଜିଲ୍ଲା କୁଜଙ୍ଗ ହେଲା କି ତାପରେ ପୁରୀରେ ମଧ୍ୟ ହେଇଥିଲା। ତାପରେ ଆଇନମାନ ଆନ୍ଦୋଳନର ଅନ୍ୟାନ୍ୟ କାର୍ଯ୍ୟକ୍ରମ, ଲବଣ ଆଇନ ଭଙ୍ଗ ବ୍ୟତୀତ ଆଇନମାନ ଆନ୍ଦୋଳନର ଅନ୍ୟାନ୍ୟ କାର୍ଯ୍ୟକ୍ରମ ଦେଖିବାକୁ ମିଳିଥାଏ। ଯେପରି ସାମାଜିକ ବାସନ୍ଦ, ବିଶି ଦ୍ରବ୍ୟ ବର୍ଜନ, ଚୌକିଦାରୀ କର ଉଚ୍ଛେଦ, ନିଶା ନିବାରଣ କରିବା, ଏହା ଟିକେ ପ୍ରାୟ ସମାନ ରହୁଛି ସବୁଥିରେ। ଆଉ ସାମାଜିକ ବାସନ୍ଦ କ'ଣ? ତ ଇଂରେଜ ସରକାରଙ୍କ କର୍ମଚାରୀ ଓ ତାଙ୍କୁ ସହଯୋଗ କରୁଥିବା ବ୍ୟକ୍ତିମାନଙ୍କୁ ସତ୍ୟାଗ୍ରହୀମାନଙ୍କ ଆହ୍ୱାନରେ ସାମାଜିକ ବାସନ୍ଦ କରାଯାଇଥିଲା। ଇଞ୍ଚୁଡ଼ି ଅଞ୍ଚଳରେ ଏହି ବାସନ୍ଦ ଏପରି ସଫଳ ହୋଇଥିଲା ଯେ କୌଣସି ସରକାରୀ କର୍ମଚାରୀ ଜାଳେଣି କାଠ, ଲୁଣ, ଚାଉଳ ଆଦି ଅତ୍ୟାବଶ୍ୟକ ସାମଗ୍ରୀ ପାଇପାରୁନଥିଲେ। କେହି ମଧ୍ୟ ସହଯୋଗ କରିବା ବ୍ୟକ୍ତିମାନଙ୍କୁ ମନା କରାଯାଇଥିଲା। କେହି ମଧ୍ୟ ସହଯୋଗ କରୁନଥିଲେ ଇଂରେଜ ସରକାରୀ କର୍ମଚାରୀମାନଙ୍କୁ। ସେହିପରି ଖାଦ୍ୟ, ଶସ୍ୟ ଓ ଅନ୍ୟାନ୍ୟ ସାମଗ୍ରୀ ବାଲେଶ୍ୱର ମୋତିଗଞ୍ଜ ବଜାରରେ ବିକ୍ରି ନିମନ୍ତେ ପଠାଗଲା ନାହିଁ। ଏହାଦ୍ୱାରା ପୋଲିସ ଓ ଅନ୍ୟ କର୍ମଚାରୀମାନେ ଖାଦ୍ୟ ପଦାର୍ଥ ଓ ଅନ୍ୟାନ୍ୟ ଜିନିଷ ଯୋଗାଡ଼ କରିନପାରି ଘୋର ଅସୁବିଧାର ସମ୍ମୁଖୀନ ହେଉଥିଲେ। ଯେହେତୁ ପଠାଗଲା ନାହିଁ, ତେଣୁ କ'ଣ ହେଲା, ସେମାନେ ଖାଇବାକୁ ପାଇଲେ ନାହିଁ। ସେମାନେ ବହୁତ ଅସୁବିଧାର ସମ୍ମୁଖୀନ ହେଲେ। କେବଳ ସେତିକି ନୁହେଁ, ସରକାରଙ୍କ ପ୍ରତିନିଧି ଭାବରେ ପରିଚିତ ସାମ୍ବାଦିକମାନଙ୍କୁ ମଧ୍ୟ ଜନସାଧାରଣଙ୍କ ହଇରାଣ କଲେ। ତ ସତ୍ୟାଗ୍ରହୀଙ୍କ ପ୍ରରୋଚନାରେ ଲୋକମାନଙ୍କୁ ପୋଲିସକୁ ଅତ୍ୟାବଶ୍ୟକ ସାମଗ୍ରୀ ନ ଯୋଗାଇବାରୁ କ୍ଷୁବ୍ଧ ହୋଇ ପୋଲିସ ଅନେକଙ୍କୁ ଗିରଫ ମଧ୍ୟ କରିଥିଲା। ଯେହେତୁ ସାମଗ୍ରୀ ଯୋଗାଇ ନ ଦିଆଯାଇଥିଲା, ସେଥିପାଇଁ ମଧ୍ୟ ଅନେକ ଲୋକଙ୍କୁ ଗିରଫ ମଧ୍ୟ କରାଯାଇଥିଲା। ଚୌକିଦାରୀ କରର ବିରୋଧ। ତ ଆଇନମାନ୍ୟ ଆନ୍ଦୋଳନ ଗୋଟେ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମ ହେଲା ଚୌକିଦାରୀ କରର ବିରୋଧ କରି ଏହାକୁ ପୈଠ ନ କରିବା। ଏହି ପରିପ୍ରେକ୍ଷୀରେ ଚୌକିଦାରମାନଙ୍କୁ ସରକାରୀ ଚାକିରିରୁ ଇସ୍ତଫା ଦେବା ନିମନ୍ତେ କର୍ମଚାରୀମାନେ ନିବେଦନ କରିଥିଲେ। କେତେଜଣ ଇସ୍ତଫା ମଧ୍ୟ ଦେଇଥିଲେ, କିନ୍ତୁ ବାଲେଶ୍ୱର ଜିଲ୍ଲାର ଶ୍ରୀଜଙ୍ଗ ଅଞ୍ଚଳରେ ଚୌକିଦାରୀ କର ବିରୋଧକୁ ନେଇ ଦେଖାଦେଇଥିଲା ପ୍ରବଳ ଉତ୍ତେଜନା। ତାପରେ ନିଶା ନିବାରଣ। ତ ଗାନ୍ଧିଜୀଙ୍କର ପଥ ଅନୁସରଣ କରି ଓଡ଼ିଶାରେ ମଧ୍ୟ ନିଶା ନିବାରଣ କାର୍ଯ୍ୟକ୍ରମ ମଧ୍ୟ ସଫଳ ଭାବରେ ପରିଚାଳିତ ହୋଇଥିଲା। ପ୍ରଥମ ପଦକ୍ଷେପ ସ୍ୱରୂପ ସତ୍ୟାଗ୍ରହୀମାନେ